ଆଜିଠାରୁ ପିଏମ୍ ପୋଷଣ ଯୋଜନା ଅଧୀନରେ ନବମ ଏବଂ ଦଶମ ପିଲାଙ୍କୁ ଦିଆଯାଇଛି ମଧ୍ୟାହ୍ନ ଭୋଜନ। ସପ୍ତାହକୁ 3 ଥର ପୋଷଣଯୁକ୍ତ ମାଣ୍ଡିଆ ଲଡୁ ସହିତ 3ଟି ଅଣ୍ଡା ମଧ୍ୟ ଦିଆଯିବ। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଆଜିଠାରୁ ନବମ ଓ ଦଶମ ପିଲା ମଧ୍ୟାହ୍ନ ଭୋଜନ ଖାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଜିଲ୍ଲା ସଦରଠାରେ ଥିବା ମ୍ୟୁନିସିପାଲିଟି ବିଦ୍ୟାଳୟରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ନିଜେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବାଣ୍ଟିବା ସହିତ ନିଜେ ପିଲାଙ୍କ ସହିତ ବସି ଖାଇଛନ୍ତି। ପୂର୍ବରୁ ନବମ ଏବଂ ଦଶମ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନର କୌଣସି ବ୍ୟବସ୍ଥା କରାଯାଇନଥିଲା। ମାତ୍ର ବିଜେପି ସରକାର ଆସିବା ପରେ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଘୋଷଣା କରିଥିଲେ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସମସ୍ତ ଛାତ୍ରଛାତ୍ରୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜେ ବିଧାୟକ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପରସିବା ସହିତ ପିଲାଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ। ଏନେଇ ବିଧାୟକ କହିଛନ୍ତି ଯେ ସେ ଗରିବ ପରିବାରରୁ ପାଠ ପଢ଼ିବା ଆରମ୍ଭ କରିଥିଲେ। ଭୋକ କ'ଣ ସେ ଜାଣିଛନ୍ତି। ଏଣୁ ଆଜି ସରକାରଙ୍କ ତରଫରୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ଅଟେ। ଏଥିପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ବୁଦ୍ଧିଜୀବୀ ମହଲରେ ମଧ୍ୟ ସରକାରଙ୍କୁ ପ୍ରଶଂସା କରାଯାଇଛି। ନବରଙ୍ଗପୁରରୁ ଅନିଲ ପ୍ରଭାତ ଭତ୍ରାଙ୍କ ରିପୋର୍ଟ, ଖବର ଓଡ଼ିଶା।